ସେ ତ ଆମରି ମା। ଶ୍ରେଣୀ କକ୍ଷରୁ ଗୁରୁଜୀ ପ୍ରବେଶ କଲେ। ହାତରେ ମୁଣା ଧରି ଆସି ଟେବୁଲ ପାଖରେ ଥୋଇଦେଲେ। ଗୁରୁଜୀଙ୍କ ଆଗମନରେ ସବୁ ପିଲାଏ ଗୁରୁଜୀଙ୍କୁ ଠିଆ ହୋଇ ଅଭିବାଦନ ଜଣାଇଲେ। ଗୁରୁଜୀ ମଧ୍ୟ ପ୍ରତି ଅଭିବାଦନ ଜଣାଇ ସମସ୍ତ ପିଲାମାନଙ୍କୁ ବସିବାକୁ କହିଲେ। ପିଲାମାନେ ବସିଲେ ସିନା, ହେଲେ ସମସ୍ତଙ୍କ ନଜର କିନ୍ତୁ ଲାଗି ରହିଥାଏ ସେ ଗୁରୁଜୀଙ୍କ ମୁଣା ଉପରେ। ଗୁରୁଜୀ କ'ଣ ଆଣିଛନ୍ତି, ସେଥିରେ କ'ଣ ଅଛି, ଏହିଭଳି କେତେ ଉତ୍କଣ୍ଠା ପିଲାମାନଙ୍କ ଭିତରେ ଆସିଥାଏ। ହଠାତ୍ ସେ ଗୁରୁଜୀ ସବୁ ପିଲାମାନଙ୍କୁ ନିଜ ନିଜ ହାତ ଟେକିବାକୁ କହିଲେ। ପୁଣି ହାତ ପକାଇବାକୁ ବି ସୂଚନା ଦେଲେ। ତାପରେ ଜଣକ ପରେ ଜଣକୁ ଗୋଟିଏ ଗୋଟିଏ ଗୃହପାଳିତ ପଶୁର ନାମ ପଚାରି ଚାଲିଲେ। ସେ ପିଲାମାନଙ୍କ ମଧ୍ୟରୁ କିଏ କହିଲା ଛେଳି, ପୁଣି କିଏ କହିଲା ମେଣ୍ଢା, ପୁଣି କେହି କୁକୁର କହିଲା ତ ତା ପାଖ ପିଲା ବୋହୂ ଭାବି କହିଲା ବିରାଡ଼ି, ପୁଣି କିଏ ବଳଦ କହିଲା ତ ଆଉ କିଏ ମଇଁଷି କହିଲା। ଏସବୁ କଥା ଶୁଣି ସେ ଗୁରୁଜୀ ଟିକେ ଚିନ୍ତିତ ହୋଇପଡ଼ିଲେ। ଏ କି ଅଜବ କଥା! ସବୁଠାରୁ ଶ୍ରେଷ୍ଠ ଗୃହପାଳିତ ଜୀବର ନାମ କ'ଣ କେହି କହୁନାହାନ୍ତି? କଥା କ'ଣ? ତାହେଲେ ମୁଁ କେମିତି ଏବେ ଗାଈ ବିଷୟରେ ପାଠ ପଢ଼ାଇବି? ଏହା ଭାବି ଗୁରୁଜୀ କହିଲେ, ଆଚ୍ଛା ପିଲାମାନେ, ତୁମେମାନେ ତ ସବୁ ଜୀବଙ୍କର ନାମ କହିଲ, କାହିଁ ଗାଈର ନାମ କେହି ତ ଆଦୌ କହିଲ ନାହିଁ? ଆଗ ଧାଡ଼ିରେ ଗୌରବ ବସିଥିଲା। ସେ ଠିଆ ହୋଇ କହିଲା, ଗୁରୁଜୀ ମୁଁ କହିବି। ଏହା ଶୁଣି ଗୁରୁଜୀ ବି ତାକୁ କହିବାକୁ ଆଦେଶ ଦେଲେ। ଗୌରବ କହିଲା, ଗୁରୁଜୀ ଆପଣ ପରା ନିଜେ ସେଦିନ ବାର୍ଷିକ ଉତ୍ସବର ଅଭିଭାଷଣରେ କହିଲେ, ଗାଈ ଏକ ପଶୁ ନୁହେଁ, ସେ ଆମର ମା ବୋଲି। ମା ଯେପରି ନିଜେ କଷ୍ଟରେ ରହି ତା ଶିଶୁଙ୍କର ଠିକ୍ ଭାବରେ ଯତ୍ନ ନିଏ, ଗାଈ ବି ଠିକ୍ ସେହିପରି ଅଭାବ ଅସୁବିଧାରେ ରହି ଆମକୁ କ୍ଷୀର ଦେଇଥାଏ। ତାକୁ ଆମେ ଖାଇ ପୁଷ୍ଟ ହେଉ, ଏଣୁ ସେ ଆମର ମା। ଏହା ଶୁଣି ଗୁରୁଜୀ କହିଲେ, ବାଃ କି ଚମତ୍କାର! ମୁଁ ତୁମକୁ ପରୀକ୍ଷା କରୁଥିଲି, ମନେ ରଖିଛ ନା ନାହିଁ? ତାପରେ ପିଲାଏ କହିଲେ, ମନେ ରଖିଛୁ ସାର୍। ଆପଣଙ୍କ ବାଣୀ ପରା ଆମ ପାଇଁ ବେଦର ଗାର।